ଆଜ୍ଞା ନମସ୍କାର। ନମସ୍କାର ନମସ୍କାର। ଆଜ୍ଞା ଝାଡ଼ା ଗଲା ବେଳେ ନାଳ ପଡୁଛି। ଝାଡ଼ା କଲା ବେଳେ ନାଳ ପଡୁଛି। ଆଜ୍ଞା। ନାଳ ପଟେ ଯାଉନି, ଯୋଉ ପଟେ ବ୍ରିଜ ପଡିଛି କି ବାଉଁଶ ବାଉଁଶ ପୁଲ ପଡି ସେଇ ପଟେ ପଳାଅ। କାହିଁକି ଝାଡ଼ାରେ ନାଳ ପଡୁଛି। ଓ ଝାଡ଼ାରେ ନାଳ ପଡୁଛି। ଆଜ୍ଞା ଆଉ କଣ ହଉଛି? ଆଜ୍ଞା ଝାଡ଼ାଟା ଜମା କ୍ଲିୟର ହଉନି। ଆଚ୍ଛା। ଏଇ ପାଖ ଡାକ୍ତରଖାନାକୁ ଯାଇଥିଲି, ଏଠି ପ୍ରବଳ ଭିଡ଼। ଡାକ୍ତର କହିଲେ ପରିସ୍ରା ଝାଡ଼ା ପରୀକ୍ଷା କର। ଆଚ୍ଛା ସେଗୁଡ଼ା ଟେନସନ କିଛି ହୁଅନ୍ତୁନି, ସେଗୁଡ଼ା ଡାଇଜେସନ ପ୍ରୋବ୍ଲେମ, ନର୍ମାଲ ପ୍ରୋବ୍ଲେମ। ଆଜ୍ଞା ଆପଣ ଯେତେବେଳେ ଝାଡ଼ା ଯାଉଛନ୍ତି ଆଜ୍ଞା ଟିକେ ଟିକେ ଗୁଡ଼ାକୁ ଘଷନ୍ତୁ। ଆଜ୍ଞା ଆଜ୍ଞା ଗୁଡ଼ାକୁ କଣ? ଗୁଡ଼ାକୁ କଣ ଏଇ ଶଶୀ ଗୁଡ଼ାକୁ ଜାଣିନି? ଆରେ ଡାଲ ଚାଉଳ ଆଜ୍ଞା ଆଜ୍ଞା ଡାଲ ଚାଉଳ ଦୋକାନକୁ ଯିବ, ଆଜ୍ଞା ନାଲିଆ ଗୁଡ଼ ଭଳିଆ ଆଜ୍ଞା କହିବ ଦିଅ। ଆଜ୍ଞା ଝାଡ଼ା ଗଲା ବେଳେ ଘଷ, 15-20 ଦିନ ଛାଡିକି ଆସ, ଯାହା ହବ ପାଚିଲା କଦଳୀ ଭଳିଆ ଝାଡ଼ା ହବ। ଯାଅ। ଆରେ ସେ ଯୋଉ ପ୍ରଧାନ କିଏ ଦେଇଥିଲେ ତାଙ୍କ ରିପୋର୍ଟଟା ହେଇଗଲା? ଆଜ୍ଞା ହଉ ଆଜ୍ଞା ହଉ ହଉ। ଆଜ୍ଞା ନମସ୍କାର। ନମସ୍କାର। ଆରେ ଏମିତି କଣ ଚାଲୁଛ? କିଏ କହିଲ ତମେ? ଆଜ୍ଞା ମୁଁ ଥରେ ଯୋଉ ଆସିଥିଲି ଆଗରୁ। ଆରେ ସେଇ ଯୋଉ କେହି ଯୋଉ କହୁନ। ଉଫ୍, ଆଜ୍ଞା ସେଇ ଯୋଉ ଝାଡ଼ା। ଆରେ ଝାଡ଼ାରୁ ମୁଁ କଣ ମନେ ରଖିବି ଲୋକଙ୍କୁ? କଣ ହେଇଛି କୁହ କୁହ। ମାଲୋ ସାର୍ ସେଇ ଯୋଉ ଗୁଡ଼ା ଘଷିବା କଥା କହୁନଥିଲେ। ଆରେ ହଁ ଲାଜ କରୁଛ କଣ? ଆରେ ଗୁଡ଼ାକୁ ଘଷିଲେ ଏବେ ତ ଝାଡ଼ା କ୍ଲିୟର ହଉଥିବ। ଲୋକ ପ୍ରାୟ ଇଣ୍ଡାଇଜେସନ କେସରେ ଲୋକ ଟିକେ ଗୁଡ଼ାକୁ ଘଷିଦେଲେ ଝାଡ଼ା। ନା ସାର୍ ପୁରା ଘା ଫା ହେଇଗଲା। ହେ ଭଗବାନ, ମୁଁ କିଛି ବୁଝିପାରୁନି। ଆରେ ଗୁଡ଼ାକୁ ଟିକେ ନବ, ଏମିତି ଦାନ୍ତରେ ଟିକେ ଘଷି ଦବ। ହଁ କଣ କହିଲେ ଆଜ୍ଞା? କୋଉଠି କହିଲେ ମାନେ? ଆগে ଗୁଡ଼ାକୁ ପୁରା ଦାନ୍ତରେ ଘଷନ୍ତି। ଦାନ୍ତରେ